ଆଜିର ତାରିଖ ହେଉଛି 17 ମଇ 2026। ଆମର ଏଇ ଗଭୀର ଆଲୋଚନାକୁ ସ୍ୱାଗତ। ମାନେ ଆଜି ଆମ ପାଖରେ ଏମିତି କିଛି ଖବର ଅଛି ଯାହା ଆପଣଙ୍କୁ ନିଶ୍ଚୟ ଭାବିବାକୁ ବାଧ୍ୟ କରିବ। ଆମେ ଆଜି ବହୁତ ଗୁଡ଼ାଏ ବିଷୟ ଉପରେ ଦୃଷ୍ଟି ପକାଇବା। ଓଡ଼ିଶାରେ ଇନ୍ଧନ ଅଭାବର ଯେଉଁ ଗୁଜବ ଉଠିଲା, ସେଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ବ୍ୟବସ୍ଥାର ତ୍ରୁଟି, CBSEର ନୂଆ ଭାଷା ନିୟମ, ବିଶ୍ୱସ୍ତରରେ ବଢ଼ୁଥିବା ମୁଦ୍ରାସ୍ଫୀତି ଆଉ ଏପରିକି ୟୁଟ୍ୟୁବ୍ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଲୋକେ ଏବେ ପ୍ରକୃତିରେ କ'ଣ ଖୋଜୁଛନ୍ତି, ସେ ସବୁ ବିଷୟରେ କଥା ହେବା। ଏକଦମ। ଆଉ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ସବୁ ଘଟଣାଗୁଡ଼ିକ କେବଳ କିଛି ଖବର ନୁହେଁ। ଏହା ଆମର ଦୈନନ୍ଦିନ ଜୀବନ ସହ, ଆମ ପକେଟ୍ ସହ ଆଉ ଆମ ଭବିଷ୍ୟତ ସହ କିପରି ସିଧାସଳଖ ଜଡ଼ିତ, ତାର ଏକ ସଠିକ୍ ବିଶ୍ଳେଷଣ କରିବା। ବିଲକୁଲ। ଆଚ୍ଛା, ଆଲୋଚନା ଆରମ୍ଭ କରିବା ପୂର୍ବରୁ ଗୋଟିଏ ଛୋଟ ଉଦାହରଣ ନେବା। ଆମେ ସମସ୍ତେ ପ୍ରତିଦିନ ଗୋଟିଏ ନା ଗୋଟିଏ ପୋଲ୍ ଉପରେ ଗାଡ଼ି ଚଲାଉ, ଠିକ୍? ସେହି ସମୟରେ ଆମର ଏକ ଦୃଢ଼ ବିଶ୍ୱାସ ଥାଏ ଯେ ଇଞ୍ଜିନିୟରମାନେ ସବୁକିଛି ଠିକ୍ ଭାବରେ ତିଆରି କରିଛନ୍ତି। ସିମେଣ୍ଟ, ଲୁହା, ଡିଜାଇନ ସବୁକିଛି ନିଖୁଣ। ହଁ, ତେଣୁ ପୋଲଟି ସୁରକ୍ଷିତ ବୋଲି ଭାବି ଆମେ ନିର୍ଭୟରେ ଯାତ୍ରା କରୁ, କିନ୍ତୁ ଆପଣ ବୋଧହୁଏ ସେହି ବିଶ୍ୱାସ ଭାଙ୍ଗିବା କଥା କହିବାକୁ ଯାଉଛନ୍ତି? ହଁ, ଧରିନିଅନ୍ତୁ ଦିନେ ହଠାତ୍ ସେହି ପୋଲ୍ର ମଝିରେ ଏକ ଛୋଟ ଫାଟ ଆପଣଙ୍କ ନଜରକୁ ଆସେ। ତାପରେ କ'ଣ ହେବ? ଆପଣ କ'ଣ ପୂର୍ବ ଭଳି ଶାନ୍ତିରେ ସେହି ରାସ୍ତା ଦେଇ ଯାଇପାରିବେ? ନିଶ୍ଚିତ ଭାବରେ ନାହିଁ। ସେଠାରେ ତୁରନ୍ତ ଏକ ଆତଙ୍କ ସୃଷ୍ଟି ହେବ, କାରଣ ଯେତେବେଳେ ଗୋଟିଏ ଛୋଟ ଫାଟ ନଜରକୁ ଆସେ, ସେତେବେଳେ ମନରେ ଆପେ ଆପେ ସନ୍ଦେହ ଆସେ ଯେ ହୁଏତ ସମ୍ପୂର୍ଣ୍ଣ ସଂରଚନାଟି ହିଁ ଭିତରୁ ବିପଦପୂର୍ଣ୍ଣ ହୋଇସାରିଛି, ଆଉ ଆଉଥରେ ବିଶ୍ୱାସ ଭାଙ୍ଗିଗଲେ କେବଳ ଅସୁରକ୍ଷା ହିଁ ଅନୁଭବ ହୁଏ। ଏକଦମ ସଠିକ୍ କଥା କହିଲେ। ଆଉ ଯେତେବେଳେ ପ୍ରଶାସନିକ କିମ୍ବା ସାମାଜିକ ସିଷ୍ଟମ ଉପରେ ସାଧାରଣ ଲୋକଙ୍କର ସେହି ବିଶ୍ୱାସ ଭାଙ୍ଗିଯାଏ, ସେତେବେଳେ ସମାଜରେ ଠିକ୍ ଏମିତି ଏକ ଅଦୃଶ୍ୟ ଆତଙ୍କ ଖେଳିଯାଏ। ଆମେ ଏବେ ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକରେ ଠିକ୍ ସେହିଆ ଦେଖିବାକୁ ପାଇଲୁ। ହଁ ବାପ୍ରେ, ସେ ଯେଉଁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଲା। ଇନ୍ଧନ ସରିଯିବାର ଏକ ଗୁଜବ ଖେଳିଗଲା, ଆଉ ଲୋକେ ଯିଏ ଯେମିତି ପାରିଲେ ପ୍ୟାନିକ୍ ବାଇଂ ଆରମ୍ଭ କରିଦେଲେ। ମାନେ କୋଭିଡ ସମୟରେ ଯେମିତି ସାମଗ୍ରୀ ଲୁଟ୍ ହେଉଥିଲା, ପରିସ୍ଥିତି ପ୍ରାୟ ସେମିତି ଲାଗୁଥିଲା। ସତରେ। ଅବଶ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ 13 ଦିନର ଇନ୍ଧନ ଷ୍ଟକ୍ ଅଛି, ଆଉ ପାରାଦୀପ ରିଫାଇନାରୀରୁ ମଧ୍ୟ ଯୋଗାଣ ଜାରି ରହିଛି। ସେମାନେ କହିଲେ ଯେ 48 ଘଣ୍ଟା ମଧ୍ୟରେ ସ୍ଥିତି ସ୍ୱାଭାବିକ ହୋଇଯିବ। ଆପଣ ଦେଖିଥିବେ, କଟକ ମେୟର ସୁଭାଷ ସିଂ ନିଜେ ସାଇକେଲ ଚଲାଇ ପେଟ୍ରୋଲ ପମ୍ପରେ ପହଞ୍ଚି ଏହି ସ୍ଥିତିର ପ୍ରତିବାଦ ମଧ୍ୟ କଲେ। ହଁ, ମୁଁ ସେଇ ଖବର ପଢ଼ୁଥିଲି। ଆଉ ନଗର ଉନ୍ନୟନ ବିଭାଗ ତରଫରୁ କାର୍ ପୁଲିଂ ଏବଂ ରାଇଡ୍ ଶେୟାରିଂ ପାଇଁ ମଧ୍ୟ ପରାମର୍ଶ ଦିଆଗଲା। କିନ୍ତୁ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଲୋକଙ୍କର ପ୍ରତିକ୍ରିୟା। ସରକାର ବାରମ୍ବାର ଆଶ୍ୱାସନା ଦେବା ସତ୍ତ୍ୱେ ଭୟ କମିଲା ନାହିଁ କାହିଁକି? ଏହାର କାରଣ ହୁଏତ ସେହି ବିଶ୍ୱାସର ଅଭାବ, ଯାହା ବିଷୟରେ ଆମେ ଆରମ୍ଭରୁ କହୁଥିଲୁ। ବିଲକୁଲ। ମନସ୍ତାତ୍ତ୍ୱିକ ସ୍ତରରେ ଏହାକୁ ସୂଚନା ଶୂନ୍ୟତା ବା ଇନଫର୍ମେସନ୍ ଭ୍ୟାକ୍ୟୁମ୍ କୁହାଯାଏ। ଯେତେବେଳେ ପ୍ରଶାସନ ଠିକ୍ ସମୟରେ ଲୋକଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହୁଏ, ସେତେବେଳେ ସେହି ଖାଲି ସ୍ଥାନକୁ ଗୁଜବ ବହୁତ ଶୀଘ୍ର ଦଖଲ କରିନିଏ। ଆଉ ଲୋକେ ଭାବନ୍ତି ସରକାର ଯାହା ବି କହନ୍ତୁ, ପରିସ୍ଥିତି ହାତରୁ ଖସିଯିବା ପୂର୍ବରୁ ମୁଁ ମୋ ଗାଡ଼ିର ଟାଙ୍କି ଫୁଲ୍ କରିଦେବି। ଏକଦମ। ଆଉ ଏଇ ପରିସ୍ଥିତିର ସାଇବା ଉଠାନ୍ତି କଳାବଜାରୀ କରୁଥିବା ଲୋକେ। ଏଇ ଯେମିତି ଭୁବନେଶ୍ୱରରେ 505 ଲିଟର ଡିଜେଲ ସହ ଜଣେ ବ୍ୟକ୍ତି ଧରାପଡ଼ିଲେ। ଏହା ସେହି ସୁଯୋଗବାଦୀ ମାନସିକତାର ଏକ ଉଦାହରଣ। କିନ୍ତୁ ମୋର ଏଠି ଗୋଟେ ପ୍ରଶ୍ନ ଅଛି। କ'ଣ ଏହା କେବଳ ଗୋଟିଏ ସୂଚନା ଶୂନ୍ୟତା, ନା ଲୋକଙ୍କର ଅତୀତର ଅଭିଜ୍ଞତା ସେମାନଙ୍କୁ ଏପରି କରିବାକୁ ବାଧ୍ୟ କରୁଛି? ମାନେ ଦେଖନ୍ତୁ, ଯେତେବେଳେ ସିଷ୍ଟମ ଉପରେ ଭରସା ରଖି ଲୋକେ ଧୋକା ଖାଆନ୍ତି, ସେତେବେଳେ ସେମାନେ ଆଉ କାହା କଥା ଶୁଣିବାକୁ ପ୍ରସ୍ତୁତ ନଥାନ୍ତି। ଆଚ୍ଛା, ଆପଣ କେଉଁ ଘଟଣା ଆଡ଼କୁ ଇଙ୍ଗିତ କରୁଛନ୍ତି? ମୁଁ ସେହି କଟକ ନିକଟରେ ଘଟିଥିବା ହୃଦୟ ବିଦାରକ ଘଟଣା କଥା କହୁଛି। ଗୋଟିଏ ଆମ୍ବୁଲାନ୍ସ ରାସ୍ତା ମଝିରେ ଖରାପ ହୋଇଗଲା। କେବଳ ସେତିକି ନୁହେଁ, ଗାଡ଼ିରେ ଇନ୍ଧନ ସରିଗଲା, ଆଉ ରୋଗୀ ପାଇଁ ଥିବା ଅକ୍ସିଜେନ ମଧ୍ୟ ସରିଗଲା। ବାପ୍ରେ, ଏହା ତ ଅତି ଭୟଙ୍କର ଅବହେଳା। ହଁ ଆଜ୍ଞା। ଆଉ ଏହାର ପରିଣାମ ସ୍ୱରୂପ ଜଣେ 35 ବର୍ଷୀୟ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ଘଟିଲା। ମୋତେ କୁହନ୍ତୁ, ଯେତେବେଳେ ଗୋଟିଏ ଜରୁରୀକାଳୀନ ଜୀବନ ରକ୍ଷାକାରୀ ଗାଡ଼ିର ଏଭଳି ଅବସ୍ଥା ଦେଖିବାକୁ ମିଳୁଛି, ସେତେବେଳେ ସାଧାରଣ ଲୋକ ପ୍ରଶାସନର କଥା ମାନି ପେଟ୍ରୋଲ ପମ୍ପରୁ କାହିଁକି ଫେରି ଆସିବେ? ସେମାନଙ୍କର ତ ଭୟ ହେବା ସ୍ୱାଭାବିକ ନା। ଆପଣ ଏକଦମ ଠିକ୍ ଯୁକ୍ତି ବାଢ଼ିଲେ। ଏହି ଆମ୍ବୁଲାନ୍ସ ଘଟଣାଟି କୌଣସି ଏକ ବ୍ୟକ୍ତିଗତ ତ୍ରୁଟି ନୁହେଁ, ଏହା ହେଉଛି ସିଷ୍ଟେମିକ୍ ଫେଲିୟର
ବା ବ୍ୟବସ୍ଥାଗତ ବିଫଳତାର ଏକ ନଗ୍ନ ଉଦାହରଣ। ଏହା ସିଧାସଳଖ ଦର୍ଶାଉଛି ଯେ ଗ୍ରାଉଣ୍ଡ ଲେଭେଲରେ ଉତ୍ତରଦାୟିତ୍ୱର ଘୋର ଅଭାବ ରହିଛି। ସତକଥା। ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥାର ପ୍ରାଥମିକ କାମ ହେଉଛି ପ୍ରତିଦିନ ଅକ୍ସିଜେନ ଏବଂ ଇନ୍ଧନ ଯାଞ୍ଚ କରିବା। ତାହା ବି ଠିକ୍ସେ ହେଉନାହିଁ। ବିଲକୁଲ। ଆଉ ଯେତେବେଳେ ସେହି ଚେକ୍ ଏବଂ ବାଲାନ୍ସ ରହେ ନାହିଁ, ସେତେବେଳେ ସିଷ୍ଟମ କାମ କରିବା ବନ୍ଦ କରିଦିଏ। ଆଉ ଠିକ୍ ଏହି କାରଣରୁ ହିଁ ନ୍ୟାୟପାଳିକା ବା କୋର୍ଟକୁ ବାରମ୍ବାର ଏସବୁରେ ହସ୍ତକ୍ଷେପ କରିବାକୁ ପଡୁଛି, କାରଣ ପ୍ରଶାସନ ନିଜ କାମ ନିଜେ ଠିକ୍ରେ କରୁନାହିଁ। କୋର୍ଟଙ୍କ ହସ୍ତକ୍ଷେପ କଥା ଯେହେତୁ ଆସିଲା, ହାଇକୋର୍ଟ ଏବେ ଯେଉଁଭଳି କଡ଼ା ଅଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ଥିଲା। ଏବେକାର ଅଲିଭା ଦାସ ମାମଲା ନିଅନ୍ତୁ। ହାଇକୋର୍ଟ ସରକାରୀ ଅଧିକାରୀଙ୍କୁ ସିଧାସଳଖ ଚେତାବନୀ ଦେଲେ ଯେ କୋର୍ଟଙ୍କ ଆଦେଶ ନ ମାନିଲେ ସେମାନଙ୍କର ଦରମା ବନ୍ଦ ହୋଇଯିବ। ହଁ, ଏମିତି କଡ଼ା ପଦକ୍ଷେପ ନ ନେଲେ ଅଧିକାରୀମାନେ ଶୁଣିବେ ନାହିଁ। ଆଉ ଗୋଟିଏ ମାମଲା ବି ତ ଥିଲା। ହଁ, ସେଇ ଗତ ନଭେମ୍ବର 16ରେ ଆତ୍ମହତ୍ୟା କରିଥିବା ଭୁବନେଶ୍ୱରର ନର୍ସିଂ ଛାତ୍ର ମହମ୍ମଦ আজিମ ଉଦ୍ଦିନଙ୍କ ମୃତ୍ୟୁ ମାମଲା। ସେଥିରେ ପୋଲିସ ଯେଉଁଭଳି ତରବରିଆ ରିପୋର୍ଟ ଦେଲା ତାହା ଆଉ ଏକ ଉଦାହରଣ। ଫରେନ୍ସିକ୍ ରିପୋର୍ଟ ଆସିନାହିଁ, କିନ୍ତୁ ପୋଲିସ କେସ୍ ବନ୍ଦ କରିବାକୁ ପୁରା ବ୍ୟସ୍ତ। ଶେଷରେ ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ପୋଲିସ ପ୍ରଶାସନ ଏତେ ବେପରୱା କାହିଁକି ହେଉଛି? ଏହାର ମୁଖ୍ୟ କାରଣ ହେଉଛି ବ୍ୟୁରୋକ୍ରାଟିକ୍ ଚାପ। ଅନେକ ସମୟରେ ପୋଲିସ ଉପରେ ପେଣ୍ଡିଂ କେସ୍ ଶୀଘ୍ର ସାରିବାର ବହୁତ ପ୍ରେସର ଥାଏ। ତେଣୁ ବିଜ୍ଞାନସମ୍ମତ ପ୍ରମାଣ ବା ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା ନ କରି ସେମାନେ ତରବରିଆ ଭାବେ ଫାଇଲ୍ କ୍ଲୋଜ୍ କରିଦିଅନ୍ତି। ମାନେ କେବଳ ଗୋଟିଏ ନମ୍ବର ଦେଖାଇବା ପାଇଁ ଯେ ଆମେ ଏତେ କେସ୍ ସଲ୍ଭ କରିଦେଲୁ। ଏକଦମ ସେଇଆ। କିନ୍ତୁ ନ୍ୟାୟ ଦେବା ଏବଂ କେବଳ ଏକ ଫାଇଲ୍ ବନ୍ଦ କରିବା ଭିତରେ ଆକାଶ ପାତାଳ ଫରକ ଅଛି। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପ୍ରମାଣ କରୁଛି ଯେ ପ୍ରଶାସନ ନିଜ ଆଡୁ ସ୍ୱଚ୍ଛତା ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହେଉଛି, ଯେଉଁଥିପାଇଁ ନ୍ୟାୟପାଳିକାଙ୍କୁ କଡ଼ା ଚାବୁକ ଧରିବାକୁ ପଡୁଛି। ଠିକ୍ କହିଲେ। ଆଚ୍ଛା, ଏବେ ଏହି ପ୍ରଶାସନିକ ଏବଂ ପୋଲିସ ବ୍ୟବସ୍ଥାରୁ ଆମେ ସେହି କ୍ଷେତ୍ରକୁ ଯିବା ଯାହା ଉପରେ ଆମର ସମ୍ପୂର୍ଣ୍ଣ ଭବିଷ୍ୟତ ନିର୍ଭର କରେ, ଆମର ଶିକ୍ଷା ବ୍ୟବସ୍ଥା। ଏଠି ପରିସ୍ଥିତି ଆହୁରି ଜଟିଳ ବୋଲି ମୋର ମନେ ହୁଏ। ହଁ, ଶିକ୍ଷା କ୍ଷେତ୍ରର ଅବସ୍ଥା ତ ଏବେ ସମସ୍ତେ ଦେଖୁଛନ୍ତି। ଆପଣ ବୋଧହୁଏ ସେହି ପରୀକ୍ଷା ଦୁର୍ନୀତି କଥା କହୁଛନ୍ତି? ବିଲକୁଲ। ଏକପଟେ ଆମେ ଦେଖୁଛୁ ନିଟ୍ ଭଳି ସର୍ବଭାରତୀୟ ସ୍ତରର ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେଉଛି। ଶିକ୍ଷା ମାଫିଆମାନେ ପିଲାଙ୍କ ଭବିଷ୍ୟତ ସହ ଖୋଲାଖୋଲି ଖେଳୁଛନ୍ତି। ଅବଶ୍ୟ ସରକାର ଜିରୋ ଟଲରେନ୍ସ ବା ଶୂନ୍ୟ ସହନଶୀଳତା କଥା କହୁଛନ୍ତି ଏବଂ ସିବିଆଇ ତଦନ୍ତ ମଧ୍ୟ ଚାଲିଛି। ଆଉ ତା ସହ ରାଧାକୃଷ୍ଣନ କମିଟିର ସୁପାରିଶକୁ ମଧ୍ୟ 2025 ଓ 2026 ପାଇଁ କଡ଼ାକଡ଼ି ଲାଗୁ କରାଯାଇଛି ବୋଲି ରିପୋର୍ଟ ଆସିଛି। ହଁ, କିନ୍ତୁ ମୋର ଗୋଟିଏ ସାଧାରଣ ପ୍ରଶ୍ନ ଅଛି। ଯେଉଁ ପିଲାଟି 2-3 ବର୍ଷ ଧରି ଦିନରାତି ଏକ କରି ପଢ଼ୁଛି, ତାକୁ ଏହି କମିଟି ବା ସିବିଆଇ ତଦନ୍ତ କି ଆଶ୍ୱାସନା ଦେବ? ତାର ତ ପୁରା ବର୍ଷଟା ନଷ୍ଟ ହୋଇଗଲା ନା। ପ୍ରକୃତରେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ମାନସିକ ସଙ୍କଟ। ଯେତେବେଳେ ଗୋଟିଏ ପ୍ରଶ୍ନପତ୍ର ଲିକ୍ ହୁଏ, ସେତେବେଳେ କେବଳ ଗୋଟିଏ ପରୀକ୍ଷା ବାତିଲ ହୁଏ ନାହିଁ, ବରଂ ମେଧାବୀ ଛାତ୍ରଛାତ୍ରୀଙ୍କର ପରିଶ୍ରମର ମୂଲ୍ୟବୋଧ ହିଁ ନଷ୍ଟ ହୋଇଯାଏ। ମାନେ ସେମାନଙ୍କର ସିଷ୍ଟମ ଉପରେ ଭରସା ଉଠିଯାଏ। ଏକଦମ। ସେମାନେ ଶିଖନ୍ତି ଯେ ଜ୍ଞାନ ଅପେକ୍ଷା ଟଙ୍କା ଏବଂ ପ୍ରଭାବ ଅଧିକ ଶକ୍ତିଶାଳୀ। ଏହି ଶିକ୍ଷା ମାଫିଆମାନେ କେବଳ ଆଇନ ଭାଙ୍ଗୁନାହାନ୍ତି, ସେମାନେ ଗୋଟିଏ ପୂରା ପିଢ଼ିର ଦୃଷ୍ଟିକୋଣକୁ ନକାରାତ୍ମକ କରିଦେଉଛନ୍ତି। ଏହା ବହୁତ ଚିନ୍ତାଜନକ ବିଷୟ। ହଁ, ସରକାରୀ ସ୍ତରରେ ଯେତେ କଡ଼ା ନିୟମ ଆସିଲେ ବି ଯେପର୍ଯ୍ୟନ୍ତ ଗ୍ରାଉଣ୍ଡ ଲେଭଲରେ ଥିବା ସେହି ଲୋପ୍ ହୋଲ୍ସଗୁଡ଼ିକୁ ବନ୍ଦ ନ କରାଯାଇଛି, ସେ ଯାଏଁ ଛାତ୍ରଛାତ୍ରୀଙ୍କର ବିଶ୍ୱାସ ଜିତିବା ଅସମ୍ଭବ। ସମ୍ପୂର୍ଣ୍ଣ ସହମତ। କିନ୍ତୁ ଏଠି ଆଉ ଗୋଟେ କଥା ଦେଖନ୍ତୁ। ଗୋଟିଏ ପଟେ ମୂଳଦୁଆ ଏତେ ଦୁର୍ବଳ ଥିବାବେଳେ ଅନ୍ୟପଟେ ଆମେ ସେହି ଘରକୁ ଆଉ ଏକ ନୂଆ ରଙ୍ଗ ଦେବାରେ ବ୍ୟସ୍ତ ଅଛୁ। ମୁଁ ସିବିଏସ୍ଇର ନୂଆ ନିୟମ କଥା କହୁଛି। ଆଚ୍ଛା, ସେହି 3ଟି ଭାଷା ବାଧ୍ୟତାମୂଳକ ନିୟମ କଥା? ହଁ ଆଜ୍ଞା। ଜୁଲାଇ 1, 2026ରୁ ନବମ ଶ୍ରେଣୀର ପିଲାଙ୍କ ପାଇଁ 3ଟି ଭାଷା ପଢ଼ିବା ବାଧ୍ୟତାମୂଳକ କରାଯାଇଛି। ସେଥିରୁ ପୁଣି 2ଟି ଭାରତୀୟ ଆଞ୍ଚଳିକ ଭାଷା ହେବା ଦରକାର। ଅବଶ୍ୟ ଯେଉଁମାନଙ୍କର ବିଶେଷ ଆବଶ୍ୟକତା ଥିବା ପିଲା ବା CWSN ସେମାନଙ୍କ ପାଇଁ ପହଳ ବ୍ୟବସ୍ଥା ଅଛି। କିନ୍ତୁ ମୁଁ ପ୍ରକୃତିରେ ଗୋଟେ କଥା ବୁଝିପାରୁନି। କ'ଣ ବୁଝିପାରୁନାହାନ୍ତି? ମାନେ ନବମ ଶ୍ରେଣୀରେ ପିଲାଙ୍କ ଉପରେ ବୋର୍ଡ ପରୀକ୍ଷାର ଚାପ ଆରମ୍ଭ ହୋଇଯାଏ। ବିଜ୍ଞାନ, ଗଣିତ ଏତେ କଷ୍ଟ ବିଷୟ ସବୁ ଥାଏ। ସେହି ସମୟରେ ପିଲାଙ୍କୁ 3ଟି ଭାଷା ବାଧ୍ୟତାମୂଳକ ଭାବେ ପଢ଼ାଇବା କ'ଣ ସେମାନଙ୍କ ଉପରେ ଅଯଥା ବୋଝ ପକାଇବା ନୁହେଁ? ଏହା କିପରି ସେମାନଙ୍କୁ ସାହାଯ୍ୟ କରିବ? ଆପଣଙ୍କ ଆଶଙ୍କା ଖୁବ୍ ସ୍ୱାଭାବିକ। କିନ୍ତୁ ଏହାକୁ ଟିକେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବୁଝିବାକୁ ପଡ଼ିବ। ଏହି ନିୟମ ହେଉଛି ଜାତୀୟ ଶିକ୍ଷାନୀତି ବା NEP 2020ର ଏକ ପ୍ରମୁଖ ଅଂଶ।
ଏହା ପଛରେ ଥିବା ବିଜ୍ଞାନ ହେଉଛି ଜ୍ଞାନଗତ ବିକାଶ ବା କଗ୍ନେଟିଭ୍ ଡେଭଲପମେଣ୍ଟ। ଜ୍ଞାନଗତ ବିକାଶ ସେଟା କେମିତି ହବ? ଦେଖନ୍ତୁ, ଯେତେବେଳେ ଗୋଟିଏ ପିଲା ନିଜ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାରେ କୌଣସି ଜଟିଳ ଧାରଣା ବା କମ୍ପ୍ଲେକ୍ସ କନସେପ୍ଟକୁ ପଢ଼େ, ତାର ମସ୍ତିଷ୍କ ସେହି ବିଷୟକୁ ଅତି ସହଜରେ ଗ୍ରହଣ କରେ, କାରଣ ମାତୃଭାଷା ସହ ତାର ଏକ ଭାବନାତ୍ମକ ଏବଂ ପାରିପାର୍ଶ୍ୱିକ ସମ୍ପର୍କ ଥାଏ। ଆଚ୍ଛା, ମାନେ ଇଂରେଜୀ ଭଳି ଭାଷାରେ ପିଲାକୁ ପ୍ରଥମେ ଅନୁବାଦ କରିବାକୁ ପଡ଼େ। ବିଲକୁଲ, ବିଦେଶୀ ଭାଷାରେ ପ୍ରଥମେ ତାକୁ ଶବ୍ଦର ଅର୍ଥ ଖୋଜିବାକୁ ପଡ଼େ, ତାପରେ ଯାଇ ବିଷୟ ବୁଝିବାକୁ ପଡ଼େ, କିନ୍ତୁ ମାତୃଭାଷାରେ ସିଧାସଳଖ ଧାରଣା ବୁଝିହୁଏ। ଏକାଧିକ ଭାଷା ଶିଖିବା ଦ୍ୱାରା ପିଲାଙ୍କ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଏ ବୋଲି ଅନେକ ଗବେଷଣାରୁ ପ୍ରମାଣିତ ହୋଇସାରିଛି। ତେଣୁ ଏହା ପିଲାଙ୍କ ଉପରେ ବୋଝ ନୁହେଁ, ବରଂ ଏକ ଦୀର୍ଘମିଆଦୀ ନିବେଶ। ଓହୋ, ମାନେ ଆପଣ କହୁଛନ୍ତି ଭାଷା କେବଳ କଥାବାର୍ତ୍ତା ପାଇଁ ନୁହେଁ, ଏହା ବୁଦ୍ଧି ବିକାଶର ଏକ ଟୁଲ୍। ବେଶ ଚିତ୍ତାକର୍ଷକ ତଥ୍ୟ। ଆଉ ଯେଉଁ ପିଲାମାନେ ଏହି ବ୍ୟବସ୍ଥା ଭିତରେ ବି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଆଗକୁ ବଢ଼ୁଛନ୍ତି, ସେମାନେ ପ୍ରକୃତରେ ପ୍ରେରଣାଦାୟକ। ଏକଦମ। ଆପଣଙ୍କ ପାଖରେ କିଛି ଉଦାହରଣ ଅଛି କି? ହଁ, ତ ଏବେ ଯେମିତି CBSE ଦ୍ୱାଦଶ ଶ୍ରେଣୀରେ 99% ନମ୍ବର ରଖିଥିବା ଅନାମିକା ଚୌହାନଙ୍କ କଥା ନିଅନ୍ତୁ। ଏଭଳି ସଫଳତା ପ୍ରମାଣ କରେ ଯେ ସିଷ୍ଟମରେ ଯେତେ ତ୍ରୁଟି ଥିଲେ ମଧ୍ୟ ଅଧ୍ୟବସାୟର କୌଣସି ବିକଳ୍ପ ନାହିଁ। ସତ କଥା, କଠିନ ପରିଶ୍ରମ ସବୁବେଳେ ଫଳ ଦିଏ। ତେବେ ଏହି ଶିକ୍ଷା ବ୍ୟବସ୍ଥାରୁ ପିଲାକିଏ ବାହାରି ଯେତେବେଳେ ବାସ୍ତବ ଦୁନିଆରେ ପାଦ ଦିଏ, ଚାକିରି ଖୋଜେ, ପରିବାର ଗଢ଼ିବାକୁ ଚେଷ୍ଟା କରେ, ସେତେବେଳେ ତାକୁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ? ଏବେ ଆମେ ସେଇ ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା କରିବା। ଆଉ ଏଇଠି ଗୋଟିଏ ଖବର ମୋତେ ପୁରା ଆଶ୍ଚର୍ଯ୍ୟ କରିଦେଲା। କେଉଁ ଖବର? ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଏକ ବଡ଼ ଘୋଷଣା। ହ୍ରାସ ପାଉଥିବା ଜନସଂଖ୍ୟାକୁ ବଢ଼ାଇବା ପାଇଁ ସରକାର ଲୋକଙ୍କୁ ନଗଦ ଟଙ୍କା ଯାଚୁଛନ୍ତି। ସତରେ? କେତେ ଟଙ୍କା? ଆଜ୍ଞା ହଁ, ତୃତୀୟ ସନ୍ତାନ ପାଇଁ 30,000 ଟଙ୍କା ଆଉ ଚତୁର୍ଥ ସନ୍ତାନ ପାଇଁ 40,000 ଟଙ୍କାର ପ୍ରୋତ୍ସାହନ। ମାନେ ଆମେ ତ ଛୋଟବଡ଼ୁ ଶୁଣି ଆସିଥିଲୁ, ଆମେ ଦୁଇ ଆମର ଦୁଇ। ଏବେ ସରକାର ଏମିତି ଓଲଟା ନୀତି କାହିଁକି ଆପଣାଉଛନ୍ତି? ଆମେ ଯାହାକୁ ଡେମୋଗ୍ରାଫିକ୍ ଡିଭିଡେଣ୍ଡ ବା ଜନସାଂଖ୍ୟିକ ବିଭାଜନ କହୁ, ତାହାକୁ ଏଠି ସାଧାରଣ ଭାଷାରେ ବୁଝିବା ଦରକାର। ଟିକେ ବିସ୍ତୃତ ଭାବେ ବୁଝାନ୍ତୁ ନା। ଧରି ନିଅନ୍ତୁ, ଗୋଟିଏ ଦେଶ ବା ରାଜ୍ୟରେ ଅଧିକାଂଶ ଲୋକଙ୍କ ବୟସ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ଆଉ ଯୁବପିଢ଼ିଙ୍କ ସଂଖ୍ୟା କମିବାରେ ଲାଗିଛି। ତାହେଲେ କ'ଣ ହେବ? କାମ କରିବାକୁ ଲୋକ ନଥିବେ। ଏକଦମ। କାମ କରିବା ପାଇଁ, ଟ୍ୟାକ୍ସ ବା ଟିକସ ଦେବା ପାଇଁ ଲୋକ ନଥିବେ। କିନ୍ତୁ ସରକାରଙ୍କୁ ସେହି ବୟସ୍କ ଲୋକମାନଙ୍କର ପେନ୍ସନ୍ ଆଉ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ଏକ ଅର୍ଥନୀତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଏ। ଜାପାନ ଏବଂ ଚୀନ ଏବେ ଠିକ୍ ଏହି ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛନ୍ତି। ଆଚ୍ଛା, ମାନେ ଦକ୍ଷିଣ ଭାରତରେ ବି ଏମିତି ସ୍ଥିତି ଆସିପାରେ? ହଁ, ଦକ୍ଷିଣ ଭାରତର କିଛି ରାଜ୍ୟ, ବିଶେଷ କରି ଆନ୍ଧ୍ରପ୍ରଦେଶରେ ପ୍ରଜନନ ହାର ବା ଫର୍ଟିଲିଟି ରେଟ୍ ବହୁତ କମିଯାଇଛି। ସେଥିପାଇଁ ଚନ୍ଦ୍ରବାବୁ ନାଇଡୁ ଆଗୁଆ ସତର୍କ ହୋଇ ଏହି ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି, ଯାହାଦ୍ୱାରା ଯୁବବର୍ଗଙ୍କ ସଂଖ୍ୟା ଭବିଷ୍ୟତରେ ସ୍ଥିର ରହିବ। ଲଜିକ୍ଟି ତ ଠିକ୍ ଅଛି, କିନ୍ତୁ ଆପଣ ଟିକେ ପ୍ରାକ୍ଟିକାଲି ଦେଖନ୍ତୁ। ଆଜିକାଲିର ବଜାର ଦର ଆପଣ ଦେଖୁଛନ୍ତି ନା ନାହିଁ? ହଁ, ଦରଦାମ ତ ଆକାଶ ଛୁଆଁ। ସେଇଆ ତ। ଯେଉଁ ସମୟରେ ଗୋଟିଏ ପରିବାର ଚଳାଇବା ଏତେ କଷ୍ଟକର ହୋଇପଡ଼ୁଛି, ସେତେବେଳେ ମାତ୍ର 30 ବା 40 ହଜାର ଟଙ୍କାର ପ୍ରୋତ୍ସାହନ କ'ଣ କୌଣସି ପରିବାରକୁ ଆଉ ଏକ ପିଲା ଜନ୍ମ କରିବା ପାଇଁ ରାଜି କରାଇପାରିବ? ମୋତେ ତ ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ଲାଗୁଛି। ଆପଣ ଟିକେ ବିଶ୍ୱ ବଜାର ଉପରେ ଆଖି ପକାନ୍ତୁ। ବିଶ୍ୱ ବଜାର ସ୍ଥିତି ତ ବର୍ତ୍ତମାନ ବହୁତ ଖରାପ ଅଛି। ହଁ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ବିବାଦ ଲାଗିଛି, ତାର ପ୍ରଭାବ ସିଧାସଳଖ ଆମ ପକେଟ ଉପରେ ପଡ଼ୁଛି। ଆପଣ ଜାଣିଛନ୍ତି, ଅଶୋଧିତ ତୈଳ ଦର ବ୍ୟାରେଲ ପିଛା $104 ଅତିକ୍ରମ କରିସାରିଲାଣି। ଆଉ ସୁନା ଦର, 10 ଗ୍ରାମ ସୁନା ଦର 1.41 ଲକ୍ଷ ଟଙ୍କାରେ ପହଞ୍ଚିଗଲାଣି। ବାପରେ, ଏତେ ଅଧିକ! ଆଉ ସେୟାର ବଜାର କଥା ନ କହିବା ଭଲ। ସେଇଟା ବି ମୁଁ ଦେଖୁଥିଲି। ନିକଟରେ ସେୟାର ବଜାରରେ ଏମିତି କ୍ରାଶ୍ ହେଲା ଯେ 11.7 ଲକ୍ଷ କୋଟି ଟଙ୍କା ଗୋଟିଏ ଦିନରେ ଗାୟବ ହୋଇଗଲା। ଏସବୁ ଭିତରେ ଗୋଟିଏ ସାଧାରଣ ଓଡ଼ିଆ ପରିବାର କିପରି ଚଳିବ, ତାହା ମୁଁ ଭାବିପାରୁନାହିଁ। ଆପଣ ଏକଦମ ବାସ୍ତବ ଚିତ୍ରଟି ରଖିଲେ। ମୁଦ୍ରାସ୍ଫୀତି ବା ଇନଫ୍ଲେସନ୍ ଏବେ ଏକ ଗ୍ଲୋବାଲ ସମସ୍ୟା, କିନ୍ତୁ ଏହାର ଯନ୍ତ୍ରଣା ଆମେ ଲୋକାଲ ସ୍ତରରେ ଭୋଗୁଛୁ। ଆସନ୍ତୁ ବୁଝିବା ଏହା କିପରି ହୁଏ। ହଁ, ଟିକେ ସରଳ ଭାଷାରେ ବୁଝାନ୍ତୁ। ଆମ ଦୈନନ୍ଦିନ ବଜାର ସହ ଏହାର ସମ୍ପର୍କ କ'ଣ? ଦେଖନ୍ତୁ,
ଯେତେବେଳେ ଲାଲ ସାଗର ବା ରେଡ୍ ସି ଅଞ୍ଚଳରେ ବିବାଦ ଯୋଗୁଁ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୁଏ, ସେତେବେଳେ ଜାହାଜ କମ୍ପାନୀଗୁଡ଼ିକ ଭୟରେ ନିଜର ବୀମା ବା ଇନ୍ସ୍ୟୁରାନ୍ସ ପ୍ରିମିୟମ ବଢ଼ାଇ ଦିଅନ୍ତି। ଆଉ ସେମାନଙ୍କୁ ବିପଦରୁ ବଞ୍ଚିବା ପାଇଁ ବହୁତ ବାଟ ବୁଲିକରି ଆସିବାକୁ ପଡୁଥିବାରୁ ଇନ୍ଧନ ଖର୍ଚ୍ଚ ମଧ୍ୟ ଢେର ବଢ଼ିଯାଏ। ଆଚ୍ଛା, ଆଉ ସେହି ଅତିରିକ୍ତ ପରିବହନ ଖର୍ଚ୍ଚ ସେମାନେ ଆମଠାରୁ ଆଦାୟ କରନ୍ତି? ବିଲକୁଲ, ସେହି ଖର୍ଚ୍ଚ ସିଧାସଳଖ ସେହି ସାମଗ୍ରୀର ଦାମରେ ଯୋଡ଼ାଯାଏ। ତେଣୁ ବିଶ୍ୱର କେଉଁ ଏକ ଅଜଣା ଜଳପଥରେ ପଡ଼ିଥିବା ଗୋଟିଏ ବୋମା ଯୋଗୁଁ ଆମ ଭୁବନେଶ୍ୱର କିମ୍ବା କଟକ ବଜାରରେ ଡାଲି, ଖାଇବା ତେଲ ଏବଂ ପନିପରିବାର ଦର ହଠାତ୍ ଆକାଶଛୁଆଁ ହୋଇଯାଏ। ମାନେ ଆମେ ନିଜେ କିଛି ଭୁଲ ନ କରି ମଧ୍ୟ ଅନ୍ୟ ଦେଶର ଯୁଦ୍ଧ ପାଇଁ ଦଣ୍ଡ ଭୋଗୁଛୁ। ତେବେ ଏହାର କିଛି ସମାଧାନ ନାହିଁ? ଆମେ କ'ଣ କେବଳ ନିରୁପାୟ ହୋଇ ଏମିତି ଦରଦାମ ମାଡ଼ ସହିବା? ନା, ସରକାରୀ ସ୍ତରରେ ଏହାର ମୁକାବିଲା ପାଇଁ ବଡ଼ ପଦକ୍ଷେପ ନିଆଯାଉଛି। ଏଠାରେ ଏକ ଖୁସିର ଖବର ମଧ୍ୟ ଅଛି ଆମ ଓଡ଼ିଶା ପାଇଁ। ଆରେ ବାଃ, ସେଟା କ'ଣ? ପ୍ରଧାନମନ୍ତ୍ରୀଙ୍କ ସାମ୍ପ୍ରତିକ ୟୁଏଇ ଗସ୍ତ ପରେ ଭାରତ ଏବଂ ୟୁଏଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେବାର ବଡ଼ ସମ୍ଭାବନା ଅଛି। ଏହି ଚୁକ୍ତି ଅନୁସାରେ ଓଡ଼ିଶାର ଚଣ୍ଡିଖୋଲଠାରେ ଏକ ବୃହତ୍ ତୈଳ ଭଣ୍ଡାର ବା ଷ୍ଟ୍ରାଟେଜିକ୍ ଅଏଲ୍ ରିଜର୍ଭ ପ୍ରତିଷ୍ଠା ହୋଇପାରେ। ଚଣ୍ଡିଖୋଲରେ? କିନ୍ତୁ ଏହାର ଫାଇଦା କ'ଣ ହେବ ସାଧାରଣ ଲୋକଙ୍କ ପାଇଁ? ଫାଇଦା ବହୁତ ଅଛି। ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦାମ କମ୍ ଥାଏ, ଦେଶ ବିପୁଳ ପରିମାଣର ତେଲ କିଣି ଏହିପରି ଭୂଗର୍ଭସ୍ଥ ଭଣ୍ଡାରରେ ସାଇତି ରଖେ। ଆଉ ଏବେ ଯେମିତି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି, ସେତେବେଳେ ବାହାରୁ ମହଙ୍ଗା ତେଲ ନ କିଣି ସରକାର ଏହି ରିଜର୍ଭରୁ ତେଲ ବ୍ୟବହାର କରନ୍ତି। ଓହୋ, ଫଳରେ ଦେଶ ଭିତରେ ପେଟ୍ରୋଲ ଡିଜେଲ ଦର ସ୍ଥିର ରହେ ଏବଂ ମହଙ୍ଗା ମାଡ଼ରୁ ଲୋକେ ରକ୍ଷା ପାଆନ୍ତି। ଏକଦମ ଠିକ୍ ବୁଝିଲେ। ଆଉ ଓଡ଼ିଶାରେ ଏହା ହେବା ଆମର ରାଜ୍ୟର ଅର୍ଥନୀତି ପାଇଁ ମଧ୍ୟ ବେଶ୍ ଲାଭଦାୟକ ହେବ। ଏହା ଏକ ଦୀର୍ଘମିଆଦୀ ସୁରକ୍ଷା ବ୍ୟବସ୍ଥା। ଏହା ନିଶ୍ଚିତ ଭାବେ ଏକ ଆଶ୍ୱାସନର ବିଷୟ ଯେ କିଛି ଦୀର୍ଘମିଆଦୀ ଯୋଜନା ଚାଲିଛି। କିନ୍ତୁ ଏହିସବୁ ସମସ୍ୟା, ଖବର ଏବଂ ନୀତି ନିୟମ ମଧ୍ୟରେ ଗୋଟିଏ ବଡ଼ ପରିବର୍ତ୍ତନ ମୁଁ ଦେଖିବାକୁ ପାଉଛି ଆଜିକାଲି। କେଉଁ ପରିବର୍ତ୍ତନ କଥା କହୁଛନ୍ତି ଆପଣ? ମୁଁ ଲୋକଙ୍କର ଜାଗରଣ କଥା କହୁଛି। ଆଜିର ସାଧାରଣ ଲୋକ ଆଉ କେବଳ ଟିଭି ସାମ୍ନାରେ ବସି ରହିଥିବା ନୀରବ ଦର୍ଶକ ହୋଇନାହାନ୍ତି। ସେମାନେ ଏବେ ସଚେତନ ଡିଜିଟାଲ ନାଗରିକ ପାଲଟିଗଲେଣି। ହଁ, ସୋସିଆଲ ମିଡିଆ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ବିଲକୁଲ। ଯଦି ଆମେ ୟୁଟ୍ୟୁବ ଭଳି ଡିଜିଟାଲ ପ୍ଲାଟଫର୍ମର ସାମ୍ପ୍ରତିକ ଟ୍ରେଣ୍ଡ ଏବଂ ଡାଟା ଉପରେ ନଜର ପକାଇବା, ତେବେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଲୋକେ ଆଉ କେବଳ ଭାଇରାଲ ଭିଡିଓ ବା ମନୋରଞ୍ଜନ ଖୋଜୁନାହାନ୍ତି। ବିଶେଷକରି ଓଡ଼ିଆ ଦର୍ଶକମାନେ ଏବେ ୟୁଟ୍ୟୁବରେ ସ୍ଥାନୀୟ ଖବରର ଗଭୀର ବିଶ୍ଳେଷଣ ଖୋଜୁଛନ୍ତି। ମାନେ ସେମାନେ ପ୍ରକୃତ ତଥ୍ୟ ଜାଣିବାକୁ ଚାହୁଁଛନ୍ତି। ହଁ ଆଜ୍ଞା। ଇରାନ ବିବାଦ କିପରି ସେମାନଙ୍କର ତେଲ ଦର ବଢ଼ାଉଛି, ସ୍ଥାନୀୟ ସରକାରୀ ଯୋଜନାର ସେମାନେ କିପରି ଲାଭ ପାଇବେ, ଏହିସବୁ ବିଷୟରେ ସେମାନଙ୍କର ଆଗ୍ରହ ବହୁତ ବଢ଼ୁଛି। ଖାଲି ସେତିକି ନୁହେଁ, ସୋସିଆଲ ମିଡିଆ ଏବେ ଏକ ଡିଜିଟାଲ ଗ୍ରାହକ ଅଦାଲତ ପାଲଟିଯାଇଛି। ଡିଜିଟାଲ ଗ୍ରାହକ ଅଦାଲତ, ଏହି ଶବ୍ଦଟି ବହୁତ ସୁନ୍ଦର। ହଁ, କାରଣ ବଡ଼ ବଡ଼ ବ୍ରାଣ୍ଡଗୁଡ଼ିକର ମନମାନି ଏବେ ବନ୍ଦ ହୋଇଗଲାଣି। ଗ୍ରାହକମାନେ ଖରାପ ସେବା ପାଇଁ କମ୍ପାନୀଗୁଡ଼ିକୁ ସିଧାସଳଖ ଇଣ୍ଟରନେଟ୍ରେ ଜବାବ ମାଗୁଛନ୍ତି। ଗୋଟିଏ ନେଗେଟିଭ୍ ପୋଷ୍ଟ କମ୍ପାନୀର ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରୁଛି। ଫଳରେ ସେମାନେ ତୁରନ୍ତ ସମସ୍ୟାର ସମାଧାନ କରୁଛନ୍ତି। ଏବେ ଗ୍ରାହକ ଘରେ ବସି ନିଜ ମୋବାଇଲ ଫୋନ୍ରୁ ନ୍ୟାୟ ଆଦାୟ କରୁଛନ୍ତି। ମୋତେ ଲାଗୁଛି ଏହି ଟ୍ରେଣ୍ଡ ପୁରା ବ୍ୟବସ୍ଥାକୁ ବଦଳାଇ ଦେବ। ଆପଣ କ'ଣ କହୁଛନ୍ତି? ମୁଁ ଆପଣଙ୍କ ସହ 100% ସହମତ। ଆପଣ ଏହି ଯେଉଁ ଟ୍ରେଣ୍ଡ କଥା କହିଲେ, ତାହାକୁ ଆମେ ସାମାଜିକ ବିଜ୍ଞାନ ଭାଷାରେ ଡିସେଣ୍ଟ୍ରାଲାଇଜେସନ୍ ଅଫ୍ ଇନଫର୍ମେସନ୍ ବା ତଥ୍ୟର ବିକେନ୍ଦ୍ରୀକରଣ କହୁ। ଏହାକୁ ଟିକେ ସରଳ କରିବେ କି? ନିଶ୍ଚୟ। ପୂର୍ବରୁ କ'ଣ ହେଉଥିଲା? କ୍ଷମତା ଏବଂ ସୂଚନା କେବଳ କିଛି ହାତଗଣତି ବଡ଼ ସଂସ୍ଥା, ବଡ଼ କର୍ପୋରେଟ୍ ବା ସରକାରୀ ବାବୁମାନଙ୍କ ପାଖରେ ରହୁଥିଲା। ଗୋଟିଏ ସାଧାରଣ ଲୋକର ଅଭିଯୋଗକୁ ଚାପିଦେବା ଖୁବ୍ ସହଜ ଥିଲା ସେତେବେଳେ। ହଁ, ଲୋକଙ୍କର ସ୍ୱର କେହି ଶୁଣୁନଥିଲେ। କିନ୍ତୁ ଆଜି ସମୟ ବଦଳିଛି। ସ୍ମାର୍ଟଫୋନ୍ ଏବଂ ଡିଜିଟାଲ ପ୍ଲାଟଫର୍ମ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଗୋଟିଏ ଶକ୍ତିଶାଳୀ ମିଡିଆ ହାଉସ୍ରେ ପରିଣତ କରିଦେଇଛି। ଯେତେବେଳେ ଜଣେ ଗ୍ରାହକ ନିଜର ଅସନ୍ତୋଷକୁ ଡିଜିଟାଲ ପ୍ଲାଟଫର୍ମରେ ପ୍ରମାଣ ସହ ରଖେ, ଆଉ ତାକୁ ଅନ୍ୟ ହଜାର ହଜାର ଲୋକ ସମର୍ଥନ କରନ୍ତି। ଏକ୍ଜାକ୍ଟଲି, ସେତେବେଳେ ସେହି କମ୍ପାନୀ ବା ଅନୁଷ୍ଠାନ ଉପରେ ଏକ ବିରାଟ ବ୍ୟବସାୟିକ ଓ ନୈତିକ ଚାପ ବଢ଼େ। ସେମାନେ ବୁଝି ସାରିଲେଣି ଯେ ବର୍ତ୍ତମାନର ଗ୍ରାହକମାନେ ତଥ୍ୟଭିତ୍ତିକ ପ୍ରଶ୍ନ ପଚାରୁଛନ୍ତି ଏବଂ ତାହାର ବିଶ୍ଳେଷଣ ବି କରୁଛନ୍ତି। ତେଣୁ ସେମାନଙ୍କୁ ବାଧ୍ୟ ହୋଇ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପଡ଼ୁଛି। ଏହା ପ୍ରକୃତରେ ଗଣତନ୍ତ୍ରକୁ ଆହୁରି ମଜବୁତ କରୁଛି। ପ୍ରକୃତରେ ଏହା ଏକ ରୋମାଞ୍ଚକର ପରିବର୍ତ୍ତନ।
ଆମ ହାତରେ ଥିବା ଏହି ଛୋଟ ମୋବାଇଲ ଫୋନଟି ଆମକୁ କେତେ ବଡ଼ କ୍ଷମତା ଦେଇଛି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଆଜିର ଆଲୋଚନାରୁ ଗୋଟିଏ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହେଲା। କ'ଣ? ଆମେ ଦେଖିଲେ କିପରି ସ୍ଥାନୀୟ ଇନ୍ଧନ ଅଭାବର ଗୁଜବ ଏବଂ ପ୍ରଶାସନିକ ସ୍ତରରେ ଥିବା ଅବହେଳା ଲୋକଙ୍କ ଜୀବନ ନେଉଛି। ଆମେ ବୁଝିଲେ ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଏବଂ ନୂଆ ନୀତିର ଦୂରଗାମୀ ପ୍ରଭାବ ବିଷୟରେ ମଧ୍ୟ। ହଁ, ଆଉ ତା ସହ ବିଶ୍ୱ ଅର୍ଥନୀତିର ପ୍ରଭାବ ଏବଂ ଜନସଂଖ୍ୟା ନୀତି କଥା ବି ଆମେ ଆଲୋଚନା କଲେ। ବିଲକୁଲ। ଆଉ ସର୍ବଶେଷରେ ଏସବୁ ସମସ୍ୟା ଭିତରେ ଜଣେ ଡିଜିଟାଲ ନାଗରିକ କିପରି ନିଜର ସ୍ୱର ଉତ୍ତୋଳନ କରି ବ୍ୟବସ୍ଥାକୁ ସୁଧାରିବାରେ ଲାଗିଛି ତାହା ବି ଦେଖିଲେ। ଏସବୁ କିଛି ପରସ୍ପର ସହ ଗଭୀର ଭାବେ ସଂଯୁକ୍ତ ବୋଲି ମୋର ମନେ ହୁଏ। ଏକଦମ ଠିକ୍ କହିଲେ। କୌଣସି ବି ଘଟଣାକୁ ଆମେ ଏକାକୀ ବା ବିଚ୍ଛିନ୍ନ ଭାବେ ଦେଖିପାରିବା ନାହିଁ। ଆମ ଚାରିପାଖରେ ଘଟୁଥିବା ଏସବୁ ଘଟଣା ଦର୍ଶାଉଛି ଯେ ଆମର ପାରମ୍ପରିକ ବ୍ୟବସ୍ଥା ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି। ଆଉ ଏହି ପରିବର୍ତ୍ତନର ସବୁଠାରୁ ବଡ଼ ଚାଳକ ଶକ୍ତି ହେଉଛନ୍ତି ସଚେତନ ଜନସାଧାରଣ। ଆଉ ଏଇଠାରେ ହିଁ ଆମକୁ ଏକ ବଡ଼ ଦ୍ୱନ୍ଦ୍ୱର ସାମ୍ନା କରିବାକୁ ପଡ଼ୁଛି ଆଜ୍ଞା। ଆରମ୍ଭରେ ମୁଁ ଯେଉଁ ପୋଲ୍ ଏବଂ ତାର ଫାଟର ଉଦାହରଣ ଦେଇଥିଲି, ଆମେ ଏବେ ଜାଣିଗଲଣି ଯେ ଆମ ବ୍ୟବସ୍ଥାରେ ଫାଟ ରହିଛି। ହଁ, କିନ୍ତୁ ଆମେ ତାହାକୁ ନିଜେ ମରାମତି କରିବାର ଏକ ନୂଆ ଡିଜିଟାଲ ଅସ୍ତ୍ର ମଧ୍ୟ ପାଇଛୁ ନା? ସେଇଆ ତ। ତେବେ ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଆମ ସମସ୍ତଙ୍କ ପାଇଁ। ଯେତେବେଳେ ସୋସିଆଲ ମିଡିଆ ମାଧ୍ୟମରେ ସାଧାରଣ ଲୋକ ବଡ଼ ବଡ଼ କମ୍ପାନୀ ଏବଂ ସରକାରୀ ବାବୁମାନଙ୍କୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେଉଛନ୍ତି, ଆଉ ଅନ୍ୟପଟେ ଜନସଂଖ୍ୟା ବଢ଼ାଇବା ପାଇଁ ଖୋଦ୍ ସରକାର ନଗଦ ଅର୍ଥ ଯାଚୁଛନ୍ତି, ସେତେବେଳେ କ'ଣ ଆମେ ଏଭଳିଆ ଏକ ନୂତନ ଯୁଗରେ ପ୍ରବେଶ କରୁଛୁ ଯେଉଁଠି ବିଶାଳ ପ୍ରତିଷ୍ଠାନ ଅପେକ୍ଷା ଜଣେ ସାଧାରଣ ବ୍ୟକ୍ତିର ମୂଲ୍ୟ ବହୁତ ଅଧିକ ବଢ଼ିଯାଇଛି? ନା ଏସବୁ କେବଳ ଏକ ମାୟା, ଆଉ ଆମେ ନିଜ ଅଜାଣତରେ ସେହି ଡିଜିଟାଲ ଆଲଗୋରିଦମ୍ ଆଉ ପ୍ଲାଟଫର୍ମଗୁଡ଼ିକର ଏକ ନୂଆ ଦାସ ହୋଇଯାଉଛୁ? ବାପରେ, ଏହା ତ ବହୁତ ଗଭୀର କଥାଟିଏ। ଆମେ କ'ଣ ପ୍ରକୃତରେ ସ୍ୱାଧୀନ, ନା ଆମର ଭୟ ଏବଂ ପ୍ରତିକ୍ରିୟାକୁ ଅନ୍ୟ କେହି ନିୟନ୍ତ୍ରଣ କରୁଛି? ଏକଦମ। ଏହା ଏକ ଏମିତି ବିଚାର ଯାହା ନିଶ୍ଚିତ ଭାବେ ଆମ ସମସ୍ତଙ୍କୁ ଗମ୍ଭୀର ଚିନ୍ତାରେ ପକାଇଦେବ। ଆଜି ପାଇଁ ଆମର ଏହି ବିସ୍ତୃତ ଆଲୋଚନାକୁ ଏଇଠି ରଖିବା। ଧନ୍ୟବାଦ।